ବନ୍ଧୁଗଣ ନମସ୍କାର। ଆପଣ ଦେଖୁଥିବେ ବରଗଡ଼ ପୌର ପରିଷଦରେ କିଛି ଦିନ ହେଲାନ ଲଗାତାର ଭାବରେ ଗୋଟେ ଦୁର୍ନୀତିର ଆଭାସ ମିଳୁଛି, ଯେନ୍ଟାକି ବିଭିନ୍ନ ଗଣମାଧ୍ୟମରେ ପତ୍ରପତ୍ରିକାରେ ବାହାରୁଛି। ଲଗାତାର ଭାବରେ ଆମେ ଦେଖୁଛୁ ଏବଂ ଯେନ୍ଥିର୍ ଲାଗି ବୋଲିକିରି ଆଜି ବରଗଡ଼ ପୌର ପରିଷଦ ସମ୍ପୂର୍ଣ୍ଣ ଭାବରେ ଏକ୍ସପୋଜ ହେଉଛି। ବିଭିନ୍ନ ପ୍ରକାରର ସେ ଭିତରେ କେଳେଙ୍କାରୀ ଚାଲିଛି, ଦୁର୍ନୀତି ଚାଲିଛି, ଘୋଟାଲା ଚାଲିଛି। ଏ ପ୍ରକାର ଖବର ମାନେ ଯେତେବେଳେ ଆସୁଛି ଆମେ ବରଗଡ଼ବାସୀ ହିସାବରେ ବହୁତ ସେଟା ଆମକୁ ମାନେ ଆହତ କରୁଛେ। ଆପଣ ଜାଣୁଥିବେ ଯେ ବରଗଡ଼ର ପୌର ପରିଷଦ ୟୁଜର୍ସ ଫି କଲେକ୍ସନ୍ କରସି। ସ୍ୱଚ୍ଛ ଭାରତ ଅଭିଯାନରେ ଯେନ୍ ସଫେଇ କାର୍ଯ୍ୟମାନେ ଚାଲିଛି, ବିଭିନ୍ନ ଘରମାନଙ୍କର ହଉ, ଦୋକାନମାନଙ୍କର ହଉ, ବିଭିନ୍ନ ଅନୁଷ୍ଠାନମାନଙ୍କର ହଉ, ଯେନ୍ ୟୁଜର୍ ଫି ଗୁଡ଼ାକ କଲେକ୍ସନ୍ ହେସି ସେଥିରେ ବ୍ୟାପକ ଭାବରେ ହେରଫେର ହେଇଛେ। ଯେନ୍ ରସିଦ ଖାତା ମାନେ ଦିଆଯାଇଥିଲା ଟଙ୍କା କଲେକ୍ସନ୍ କରବାର୍ ଲାଗି, ସେ ରସିଦ ଖାତା ମାନଙ୍କର ଭିତରୁ 10ଟା ଖଣ୍ଡେ ଖାତା ରିଟର୍ଣ୍ଣ ବି ନାହିଁ ଏବଂ ସେ ହିସାବରେ ଯେନ୍ ଟଙ୍କା କଲେକ୍ସନ୍ ହେଇଥିଲା ସେ ଟଙ୍କା ବି ପୌର ପରିଷଦ ପାଖେ ନା ଆସି। ସେଟା କେ ନେଇକିରି 2 ଜଣ କର୍ମଚାରୀଙ୍କୁ ଗତକାଲି ମାନେ ବାହାର କରି ଦିଆଯାଇଛି ଏବଂ ସେଟାକେ ନେଇକିରି ଗୋଟେ କମିଟିଟେ ଯାଞ୍ଚ କରୁଛି। କିନ୍ତୁ ବନ୍ଧୁଗଣ ଏଥିରେ ସବୁଥିରୁ ଇମ୍ପୋର୍ଟାଣ୍ଟ କଥା ହେଉଛି ଯେ ଖାଲି ତଳିଆ କର୍ମଚାରୀମାନଙ୍କୁ ଏଥିରେ ଖାଲି ମାନେ ଦୋଷୀ କରିଦେଲେ ନା হয়। ଏଥିରେ ନିଶ୍ଚିତ ଭାବରେ ବଡ଼ ବଡ଼ ଲୋକ ଅଛନ୍ ଏବଂ ଆପଣମାନେ ଜାଣିଛନ୍ ପୌର ପରିଷଦ ଗଲା 2 ବର୍ଷ ହେଇଗଲାନ ପୌର ପରିଷଦ କାମ କରୁଛେ। ନିର୍ବାଚିତ ପ୍ରତିନିଧି ମାନେ ବି ଅଛନ୍ ଏବଂ ତାର ସାଙ୍ଗେ ସାଙ୍ଗେ ପୌର ଯେ ନିର୍ବାହୀ ଅଧିକାରୀ ଅଛନ୍ ଏବଂ ପୁରା ବ୍ୟାପକ ଗୋଟେ ତନ୍ତ୍ର ଅଛେ ଯେନ୍ ଜାଗାରେ କି ଇ ପ୍ରକାରର ପୌର ସଂସ୍ଥା କାମ କରସି। କିନ୍ତୁ ଆମେ ଦେଖବାର୍କେ ପାଉଛୁ ଯେ ମାନେ ହେରଫେର ହଉଛେ, ଗୋଟେ ରସିଦ କେ ନେଇକିରି ଟେମ୍ପରିଂ କରାଯାଉଛେ, ଯେତେ ଟଙ୍କା କଲେକ୍ସନ୍ କରାଯାଉଛେ ତାରନୁ କମ୍ ସେଥିରେ ଶୋ କରାଯାଉଛେ ଏବଂ ପୁରାପୁରି ଦେଖବାର୍କେ ଗଲେ ଆମର ପୌର ପରିଷଦର ଯେନ୍ ରାଜସ୍ୱ ସେଥିରେ ହାନି ହେଉଛି। ଆମେ ଏଇଟା କହିବାର୍ ଲାଗି ଚାହୁଁଛୁ ଯେ କେବଳ ଖାଲି ସାଧାରଣ ଗୋଟେ ଯାଞ୍ଚ ବସେଇ ଦେଇକିରି ଜଣେ 2 ଜଣକୁ ସସ୍ପେଣ୍ଡ କରିଦେଇକିରି ଖାଲି ରହିଗଲେ ନା হয়। ଏଇଟା କେବଳ ୟୁଜର୍ସ ଫିଜ୍ର କଥା ବି ନୁହେଁ। ଆପଣ ଜାଣିଛନ୍ ବରଗଡ଼ ପୌର ପରିଷଦରେ ଅନେକ ଡେଭଲପମେଣ୍ଟ କାମ ମାନେ ହେସି, ଅନେକ ମାନେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ଯୋଜନା ମାନେ ବି ହେସି, ସେଥିରେ ଖର୍ଚ୍ଚ ବି ହେସି। ସେଥିରେ ବି ଅନେକ ଗୁଡ଼ାଏ ଅନିୟମିତତା ଆମେ ଅନେକ ସମୟରେ ଦେଖିଛୁ। କିନ୍ତୁ ଇହାଦେ ଯେନ୍ ୟୁଜର୍ସ ଫିଜ୍ର ଯେନ୍ ଗୋଟେ ଘୋଟାଲା ସାମ୍ନାକେ ଆସିଛେ, ଏଇଟା ଏକଦମ ଜ୍ୱଳନ୍ତ ମାନେ ପ୍ରସଙ୍ଗ ଯେନ୍ଥିରେ କି ସ୍ପଷ୍ଟ ଭାବରେ ଟଙ୍କା ହଡ଼ପ କରବାର ଗୋଟେ ନଜିର ରହିଛେ। କିଛି ସେଥିରେ ଅସାଧୁ ବ୍ୟକ୍ତି ବି ସମ୍ପୃକ୍ତ ଅଛନ୍ କିନ୍ତୁ ତାଙ୍କରନୁ ବଡ଼ ଲୋକମାନେ ତାର ପଛାଡ଼େ ଅଛନ୍ ଯେନ୍ମାନଙ୍କର ତତ୍ତ୍ୱାବଧାନରେ ଇ ଘଟଣାଟା ହେଇଛେ। ତ ସେଥିର୍ଲାଗି ଆମର ଅନୁରୋଧ ଯିଏ ବି ତଦନ୍ତ କରୁଛନ୍ ଏଥିରେ ଆମେ ଚାହୁଁଛୁ ଗୋଟେ ଇମ୍ପାର୍ସିଆଲ ତଦନ୍ତ ସଂସ୍ଥା ଗୋଟେ ତଦନ୍ତ କରୁ। ଯଦି ଯେନ୍ମାନେ ଏଥିରେ ଅଛନ୍ ଅଧିକାରୀମାନେ ଅଛନ୍ ସେମାନେ ହିଁ ଯଦି ତଦନ୍ତ କରିବେ ବୋଲେ ସେତାର କିଛି ସୁଫଳ ନାଇଁ ମିଲେ ତ ଗୋଟେ ଇଣ୍ଡିପେଣ୍ଡେଣ୍ଟ ଏଜେନ୍ସି ତାର ଇଏ କରୁ। ଆଗରୁ ଅଡ଼ିଟ୍ରେ ବି 2 ମାସ ପୂର୍ବରୁ ତାର ଅଡ଼ିଟ୍ ଯେତେବେଳେ ଚାଲୁଥିଲା ସେତେବେଳେ ବି ଘଟଣା ଆସିଥିଲା, କିନ୍ତୁ କେନ୍ସି ପ୍ରକାରର ଏଥିରେ ମାନେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନାଇଁ ହେବାର୍ ଲାଗି ବୋଲିକିରି ଫେର୍ ଇହାଦେ ସେ ଘଟଣାଟା ଫେର୍ ଥରେ ସାମ୍ନାକେ ଆସିଛି। ଆଉ ଯାହା ବି ହଉ ବହୁତ ଧନ୍ୟବାଦ ଗଣମାଧ୍ୟମକେ ଯେନ୍ମାନେ ବରଗଡ଼ର ବିଭିନ୍ନ ଖବରକେ ନେଇକିରି ସବୁବେଳେ ଆମକୁ ଜଣେଇ ଆସୁଛନ୍। ତ ଇ ଖବରର ଇ ଘଟଣାର ଇ ତଦନ୍ତର ଉଚ୍ଚସ୍ତରୀୟ ତଦନ୍ତ ଆମେ ଦାବି କରୁଛୁ ଆମ୍ ଆଦମୀ ପାର୍ଟି ତରଫରୁ ଏବଂ ଯିଏ ବି ଏଥିରେ ଅଛନ୍ ବଡ଼ ବଡ଼ ଲୋକ ବି ଯେନ୍ମାନେ ଏଥିରେ ଇନଭଲ୍ଭ ନିଶ୍ଚିତ ଭାବରେ ଅଛନ୍ ସେମାନଙ୍କୁ ବି ଏଥିରେ ମାନେ ତଦନ୍ତ ପରିସରକେ ଆଣିକିରି ତାଙ୍କୁ ବି ଉପଯୁକ୍ତ ତାଙ୍କର ଏଗେନଷ୍ଟ କାର୍ଯ୍ୟାନୁଷ୍ଠାନ ହଉ ବୋଲିକି ଆମେ ଦାବି କରୁଛୁ। ଧନ୍ୟବାଦ।